ଜୟ ଜଗନ୍ନାଥ। ବହୁତ ଦିନ ପରେ ଆଜି ଭିଡ଼ିଓ କରୁଛି, ସେଥିପାଇଁ ତ ପ୍ରୋବ୍ଲେମ୍ ଥିଲା ନାହିଁ ସବୁ। ପୁଣି ତ ଜାଣିପାରୁଥିବେ କ'ଣ ପ୍ରୋବ୍ଲେମ୍ ଥିଲା କ'ଣ ନାହିଁ। ଆଜି ଗୋଟିଏ କଥା କହିବି। ତ କିଛି ଦିନ ତଳେ ମହାପ୍ରଭୁଙ୍କ ବଡ଼ ଭାଇ ତ ଆମର ବଳରାମ ଭାଇ ତଳେ ପଡ଼ିଗଲେ। ପାଇଁ କେତେ ଲୋକ କେତେ କଥା କହିଛନ୍ତି, କିନ୍ତୁ କିଏ ବହୁତ କଥା ବି କହିଛନ୍ତି, ଏମିତି ହେବ ସେମିତି ହେବ ସେୟା ହେବ। ତ ମୁଁ ଗୋଟିଏ କଥା କହିବି, ତାଙ୍କ ଇଚ୍ଛାରେ କିଛି ହୁଏନି। ତାଙ୍କ ଇଚ୍ଛାରେ ସବୁ ହେଉଛି, ହେଉଥିବ, ଚାଲିବ। ତବିନୁ ଅନ୍ୟ ଗତି ନାହିଁ, କୁହାହେନି? କରୁଥାଉ ତୋଇ ତବିନୁ ଅନ୍ୟ ଗତି ନାହିଁ। ମାନେ ମହାପ୍ରଭୁ ସୂଚନା ଦେଇ ସାରିଲେଣି ଯେ ଆଗକୁ କ'ଣ ହେବ। ତ ଶାସ୍ତ୍ର ଲେଖା ହେଇଛି କ'ଣ, ଟିକେ ଦେଖିଦିଅନ୍ତୁ। ଠିକ୍ ଅଛି, ଆପଣ ତ ଦେଖିଲେ। ତାର ବିଧି ବି ଲେଖା ହେଇଛି ଯେ ଏମିତି ହେଇପାରିବ ସେମିତି ହେଇପାରିବ, କିନ୍ତୁ ଛାଡ଼ନ୍ତୁ, ସିଏ ହେଉଛି ଶାସ୍ତ୍ର କଥା। ଆମେ ସେ ବିଷୟରେ ଏତେ ଆଲୋଚନା କରିପାରିବୁନି। ତ ଗୋଟିଏ କଥା କହିବି ଭାଇ, ଯେ ପର୍ଯ୍ୟନ୍ତ ଆମେ ଏଇ ଯେଉଁ ପେପର୍ ଆଉ ଟିଭିରେ ଯେଉଁ ବାହାରୁନି, କ'ଣ କହିଲେ, ଆଜି ଏମିତି ହେଲା, ଆଜି ସେମିତି ହେଲା, ଆଜି ତା ଏମିତି, ମାନେ ସବୁ ଅପରାଧ ଯେଉଁ ଦିନ ବନ୍ଦ ହେଇଯିବ ନା, ଜାଣିବ ଦୁନିଆ ବଦଳିଗଲା। ଆଉ ଯେ ପର୍ଯ୍ୟନ୍ତ ଏସବୁ ଥିବ ନା, ଦୁନିଆକୁ ବହୁତ କିଛି ଖରାପ ହେଇ ଚାଲିବ। ଛାଡ଼ନ୍ତୁ, ଠାକୁରଙ୍କୁ ଡାକନ୍ତୁ। ଆଉ ସମସ୍ତଙ୍କୁ ଅନୁରୋଧ, ତ ଯାହା କରି ଯାଇଛୁ, ଏବେ ଭଲ ହେବା ପାଇଁ ଚେଷ୍ଟା କରନ୍ତୁ। ତ ପ୍ରଭୁ ତ ସୂଚନା ଦେଇସାରିଲେଣି, ଆଗକୁ କିଏ ଯିବ କିଏ ରହିବ ତା ତ ପ୍ରଭୁ ଡିସିସନ୍ ନେବେ। ତ ଛାଡ଼ନ୍ତୁ, ମୁଁ ଖାଲି ଏତିକି କହିବି, ତ ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ ସେମିତି କିଛି ବିପଦ ନ ଆସୁ। ତ କରୋନା ଆସିଥିଲା ସେତେବେଳେ ଜାଣିଥିବେ, ବହୁତ ଗୁଡ଼େ ପରିବାର ସାକ୍ଷାତ ହେଇଯାଇଛି। ତ ସେମିତି ଆଉ ନେକ୍ସଟ ଟାଇମ୍ ନ ହଉ କି ନ ଆସୁ, ଯାହାକି ବହୁତ ପରିବାର ସେ ସମୟର ଚାଲିଯାଇଛି। କିଏ ମା', କିଏ ବାପା, କିଏ ଭାଇ, କିଏ ପୁଅ, ବହୁତ କିଛି ହରେଇକି ଆଜି ପର୍ଯ୍ୟନ୍ତ ସେମାନେ ଝୁରୁଛନ୍ତି। ତ ସେଥିପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା, ଜୟ ଜଗନ୍ନାଥକୁ ପ୍ରାର୍ଥନା। ତ ପ୍ରଭୁ, ଯାହା ଭୁଲ ହେଇଯାଇଛି ଆମକୁ କ୍ଷମା କରିଦିଅନ୍ତୁ। ତ ଆମର ଭୁଲ ପାଇଁ ଆମେ ନିଜେ ଦାୟୀ। ତ ଠିକ୍ ଅଛି, ଆଉ ଆଗକୁ ଏମିତି କିଛି କରିବା ଯେଉଁଟା ଆମ ପାଇଁ ଭଲ ହେବ। କିନ୍ତୁ ଛାଡ଼ନ୍ତୁ, ଏ ମଣିଷ ଯେତେ ଡେଭଲପମେଣ୍ଟ କରୁଛି ସେ ସେତେ ତଳକୁ ଯାଉଛି। ଦୁନିଆ ଡେଭଲପମେଣ୍ଟ କରୁଛି ସତ, କିନ୍ତୁ ସିଏ ଡେଭଲପମେଣ୍ଟ ହେଇପାରୁନି, ସିଏ ତଳକୁ ଯାଉଛି। ଈର୍ଷା, ରାଗ, ଅହଙ୍କାର, ହିଂସା, ଘୃଣା, ଏସବୁ ଜିନିଷ ତାକୁ ଖାଇଗଲାଣି। ଠିକ୍ ଅଛି, ଖାଉଥାନ୍ତୁ ଏମିତି, କିନ୍ତୁ ଆମେ ସବୁବେଳେ ପ୍ରଭୁଙ୍କ ପାଦ ତଳେ ସମର୍ପିତ। ଜଗନ୍ନାଥ ଭଲ ରଖିଥାନ୍ତୁ ସମସ୍ତଙ୍କୁ, ଏତିକି କହିବି। ଜୟ ଜଗନ୍ନାଥ।